ଆମର ଚଳିତ ମାସ 16 ତାରିଖ ରାତିରେ ଖବର ଆସିଲା ଯେ କେନ୍ଦୁଜାଣି ହାଟରେ ହାଟ କର୍ଣ୍ଣର ଆଡକୁ ଟିକେ ଗୋଟେ କଣ ଗୋଟେ ଜଳୁଥିବାର ଦେଖାଗଲା ଜଣକୁ। ତ ସେ ଖବର ଦେଲେ ଥାନାକୁ। ଥାନା ବାଲା ଯାଇ ଦେଖିଲା ବେଳକୁ ଦେଖିଲେ ଯେ ଗୋଟେ ଅଧା ପୋଡା ଅଧାରୁ ଅଧିକା ପୋଡିଥିବା ଶବ ଗୋଟେ ପଡିଛି କେନ୍ଦୁଜାଣି ହାଟ ଇଏରେ କୁଟା ତଳେ ଥିଲା, ଜଳି ଯାଇଥିଲା। ତାପରେ ଆମେ ସେଠି ଗାଡ଼ି ଦେଲୁ। ତା ପରଦିନ ରାତିରେ ଚିହ୍ନଟ ପାଇଁ ବି ଚେଷ୍ଟା କରାଯାଇଥିଲା, ଚିହ୍ନଟ ହେଇପାରିନଥିଲା, ଅନନୋନ୍ ଥିଲା, ଅନଆଇଡେଣ୍ଟିଫାଏଡ୍ ଥିଲା। ତା ପରଦିନ ସକାଳେ ଆଇଡେଣ୍ଟିଫାଏ ହେଲା ବଡି ଯେ ଭଦ୍ରୁ ମହାନ୍ତ ଓରଫ କନ୍ଦା ବୋଲି ଜଣେ ବ୍ୟକ୍ତି, ତାଙ୍କ ବଡି ବୋଲି ଆଇଡେଣ୍ଟିଫାଏ କଲେ, ତାଙ୍କର ନିଜ ବଡ ଭାଇ ଆଇଡେଣ୍ଟିଫାଏ କଲେ। ସେ ଭଦ୍ରୁ ମହାନ୍ତ ଘର ସେଇ ପାଖରେ ଜଡବିଲ ତାଙ୍କର ଗାଁ, ସେଇଠି ତାଙ୍କର ଘର ପାଖରେ। ତାପରେ ଆମେ ସେ ବଡିର ଇନକ୍ୱେଷ୍ଟ କଲୁ, ପୋଷ୍ଟମର୍ଟମ କରାହେଲା। ସେଇ ଭିତରେ ସେ ଘଟଣାର ତଦନ୍ତ ଆରମ୍ଭ କରାହେଲା। ଘଟଣାର ତଦନ୍ତ ଆରମ୍ଭ କରାଯାଇ ସେ ମଦ ସେଇଠି ପିଇଥିଲା ବୋଲି ଖବର ଆସିଲା ଯେ ସେ ସେଇଠି ମଦ ପିଇଥିଲା। ମଦ ଆଉ ସେ ଚଣାବାଲା ଥିଲେ ଆଉ ପତୁଆ ବିକ୍ରି କରୁଥିଲେ, ସେଇ ପାଖରେ ତାଙ୍କର କିଛି ପାଟିତୁଣ୍ଡ ହେଇଥିଲା ବୋଲି ଇନିସିଆଲ ପ୍ରାଥମିକ ତଦନ୍ତରେ କିଛି ଆସିଲା। ତାପରେ ଆମେ ଯେତେ ଜଣ ମଦବାଲା ଅଛନ୍ତି ସେଠି ଆମେ ଧରିଲୁ ତାଙ୍କୁ। ମଦ ଚାଖଣା ଯେତେ ବିକ୍ରି କରୁଥିଲେ ସମସ୍ତଙ୍କୁ ଇଣ୍ଟ୍ରୋଗେସନ କରାଗଲା ଲାଷ୍ଟ 2-3 ଦିନରେ। ଫାଇନାଲି ଆମେ ବାହାରିଲା ଯେ ଆମର ରଞ୍ଜିତ ମହାନ୍ତ ଆଲିଆସ ଜଟିଆ, ଯିଏକି ସେଠି ଚଣା ବିକୁଥିଲେ, ଆଉ ଘନ ଜାମୁଡା ଆଲିଆସ କଟରା, ଏଇ 2 ଜଣ ମିଶିକି ତାଙ୍କର ଗୋଟେ ପୂର୍ବର ଶତ୍ରୁତା ତ କୁହାଯିବନି କିନ୍ତୁ ଝଗଡା ହେଇଥିଲା ଘନ ଜାମୁଡାର। ଆଉ ସେ ମଦ ପିଇକି ମାତାଲ ହେଇକି ଚିଲାଚିଲି କରିଥିଲା। ଘନ ଥରେ ଯାଇଥିଲା କ୍ରିକେଟ ଖେଳିବାକୁ ତା ଘର ପାଖକୁ, ଡିସିଜର ଘର ପାଖକୁ, ସେଇଠି ବି ତାଙ୍କର ସେଠି ଟିକେ ପାଟିତୁଣ୍ଡ ହେଇଥିଲା, ଘନର ରାଗ ଥିଲା। ଆଉ ରଞ୍ଜିତ ମହାନ୍ତ ଡିସିଜର ବଂଶର ଭାଇ ବି ଲାଗିବ, ତାଙ୍କର କିଛି ଡିସ୍ପ୍ୟୁଟ ଏପର୍ଯ୍ୟନ୍ତ ବାହାରିନି, କିନ୍ତୁ ତାଙ୍କର ବି ସେ ପାଟିତୁଣ୍ଡ କରେ ଯାଇକି ତାଙ୍କ ଘର ସାମ୍ନାରେ। ଏଇଭଳିଆ ହେଇକି ତାଙ୍କର ରାଗ ଥିଲା। ସେଦିନ ବି ତାଙ୍କର ପଇସା ଛଡାଛଡି କରିଛନ୍ତି, ପାଖାପାଖି 160 ଟଙ୍କା ଛଡାଛଡି କରିଛନ୍ତି ତାଠାରୁ। ସିଏ ସେମି କନସିୟସ୍ ଷ୍ଟେଟରେ ଥିଲା ମହୁଲି ପିଇକି। ତାକୁ ତାପରେ ଟଣା ଭିଡା କରିକି ତାକୁ ଶୋଇ ଦେଇକି ତା ଉପରେ ନଡା ପକେଇ ଦେଇକି, କୁଟା ପକେଇ ଦେଇକି ତାକୁ ଜଳେଇ ଦେଇଛନ୍ତି, ପୋଡି ଦେଇଛନ୍ତି। ଗୋଟେ କୁଟାର ବଳା କରିକି ପୋଡି ଦେଇଛନ୍ତି। ଏହି ଟୋଟାଲ କେସର ଇଏରେ ଲକ୍ଷ୍ମୀ ମହାନ୍ତ ବୋଲି ଡିସିଜର ଝିଅ ଯିଏ, ସିଏ ରିପୋର୍ଟ ଦେଇଥିଲେ। ସେଇ ବେସିସରେ ଆମର 103+1 ଆଉ 238 BNS ରେ ଗୋଟେ କେସ୍ ରେଜିଷ୍ଟ୍ରେସନ ହେଇଥିଲା ଠାକୁରମୁଣ୍ଡା ଥାନାର 123 ନମ୍ବର କେସରେ। এই କେସର ଆଇଓ ଓଆଇସି ସାବିତ୍ରୀ ଦଳେଇ, ଆଉ ତାଙ୍କୁ ଆସିଷ୍ଟ କରିଥିଲେ ଏଏସଆଇ ରତ୍ନାକର ବାରିକ, ଆଉ ଆମର ଠାକୁରମୁଣ୍ଡା ପିଏସ ର ଏଣ୍ଟାୟାର ଟିମ୍ এই କେସର ପର୍ଦ୍ଦାଫାଶ କରିଛନ୍ତି। ନା ସେମିତି କିଛି ନାହିଁ, ଏମିତି କିଛି ଆସିନି ଏପର୍ଯ୍ୟନ୍ତ ତଦନ୍ତରେ। ଯାହା ଆସିଛି ମୁଁ କହିଦେଇଛି।